ଭାରତର ଗଣତନ୍ତ୍ର ଦିବସର 76ତମ ଦିବସ ଭାରତର ସର୍ବତ୍ର ପାଳିତ ହେଉଅଛି। ଆମ ଅନୁଷ୍ଠାନ ସାଇ ସରସ୍ୱତୀ ବିଦ୍ୟା ମନ୍ଦିରରେ ଏ ପର୍ବ ଆନନ୍ଦର ସହିତ ପାଳନ କରାଯାଉଛି। ଏଠାରେ ଆମର ସାଇ ସରସ୍ୱତୀ ଏବଂ ତାଙ୍କ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁମା ଗୁରୁବୃନ୍ଦ ଶିଶୁମାନେ ଶିକ୍ଷାର୍ଥୀମାନେ ଏବଂ ଉପସ୍ଥିତ ସମସ୍ତ ଯେଉଁମାନେ ଅଛନ୍ତି ବିଦ୍ୟାର୍ଥୀମାନଙ୍କର ଉପସ୍ଥିତ ହୋଇ ଏ କାର୍ଯ୍ୟକୁ ସାଫଲ୍ୟମଣ୍ଡିତ କରୁଅଛନ୍ତି। ମୁଁ ଆଜି ଏହି ସ୍ୱାଧୀନତା ଦିବସରେ ସମସ୍ତଙ୍କୁ ଅଭିବାଦନ ଉପସ୍ଥିତ। ତେଣୁ ମୁଁ ତୁମମାନଙ୍କୁ କହୁଛି, ଆମର ଯେଉଁ ଛବିଳ ବର୍ଣ୍ଣବୋଧ ଯାହାକୁ ମଧୁସୂଦନ ରାଓ ଲେଖିଥିଲେ, ତାକୁ ସମସ୍ଥାନ ଆମେ ଆଜି ଏହି ସ୍ୱାଧୀନତା ଆମେ ଆନନ୍ଦର ସହିତ ଏଠି ଉତ୍ସାହର ସହିତ ପାଳନ କରୁଛେ ବୋଲିକିରି ଆମେ ଆଜି ସମସ୍ତେ ଗର୍ବିତ। ପତାକା ଉତ୍ତୋଳନ କରାଯାଉଛି। ସମସ୍ତ ଭାରତର ଅଧିବାସୀମାନେ ସମସ୍ତେ ଆଜି ପୁଲକିତ ଅଛନ୍ତି। କାରଣ ଆମେ ସମସ୍ତେ ଜାଣିଛେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ଦେଶ। ଆମେ ଦେଶକୁ ଆମେ ଶାସନ କରିବା। ତମେ ସମସ୍ତେ ଜାଣିଛ ଆମ ଅଞ୍ଚଳରୁ ଜଣେ ବି ବିଧାନସଭାକୁ ଯାଇଛନ୍ତି। ସମସ୍ତେ ସେମିତି ସମସ୍ତ ଅଞ୍ଚଳ ଓଡ଼ିଶାର ସମସ୍ତ ଅଞ୍ଚଳରୁ 147 ଜଣ ଆମ ବିଧାନସଭାକୁ ଯାଇକରି ସେଠି ଆମକୁ ଶାସିତ କରୁଛି। ଆମେ ଏଇ କଥା ଆମେ ସମସ୍ତେ ଜାଣିଛେ। ସେଇଦିନକୁ ଆମେ ଶାସନ କରିବା, ୟାକୁ ଆମେ ଗୋଟେ ଇଂଲିଶରେ କଥା ଅଛି, ଫର୍ ଦି ପିପୁଲ୍ ବାଇ ଦ ପିପୁଲ୍ ଅଫ୍ ଦି ପିପୁଲ୍। ଆମେ ଏଇ କଥା ଆମର ଆମେରିକାର ରାଷ୍ଟ୍ରପତି ପୂର୍ବରୁ କହିଛନ୍ତି। ଆମ ଭାରତ ଏକ ଗଣତନ୍ତ୍ର ଦିବସ ଗଣତନ୍ତ୍ର ଦେଶ। ଏହା ପୃଥିବୀର ସବୁ ଦେଶଠାରୁ ଅନୁଷ୍ଠାନ ଗଢ଼ା ହେଇଛି। ଡକ୍ଟର ଭୀମରାଓ ଆମ୍ବେଦକର ଏହାକୁ ଲେଖିକରି ଯାଇଛନ୍ତି। ସେଇ ସମ୍ବିଧାନ ସଭାରେ ଯେଉଁମାନେ ସବୁ ସେମାନେ ହେଉଛନ୍ତି ଭୀମରାଓ ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ ଗୁରୁ। ଇଏ ସମ୍ବିଧାନ ଲେଖିଛନ୍ତି। ତୁମମାନେ ଯାହା କହୁଥିଲ ଯେ 2 ବର୍ଷ 11 ମାସ 18 ଦିନରେ ଏହା ଲେଖା ସରିଥିଲା, ତେବେ ଏହି ଲେଖା କେବେ ସରିଥିଲା? ମୁଁ କହିବି ଏହା 1949 ମସିହା ନଭେମ୍ବର 26 ତାରିଖରେ ଏହା ଲେଖା ସରିଥିଲା ଏବଂ କାର୍ଯ୍ୟକାରୀ ହେଲା 1950 ମସିହା ଜାନୁଆରୀ 26 ତାରିଖ ଦିନରୁ। ଆମେ ସେଇ ଦିନକୁ ପାଳନ କରୁଛୁ। ଏହି ଦିନ ଆମର ଶାସନ ଖସଡ଼ା ଲେଖା ହେଲା। ସେ ଖସଡ଼ା ସେଇ ଯେଉଁ ନିୟମ ସବୁ ପାଳିତ ଲେଖା ହେଇଛି ସେଥିରେ ସେଇ ଅନୁସାରେ ଆମ ଦେଶ ଶାସିତ ହେଉଅଛି। ଆମେ ସମସ୍ତେ ଏହି ଦିନକୁ ମନେ ରଖୁ। ତା ସହିତ ଆମକୁ ଯେଉଁ ସ୍ୱାଧୀନତା ମିଳିଥିଲା ସେଥିରେ ଯେଉଁମାନେ ପୁରୋଧା ଥିଲେ, ମୁଖ୍ୟତଃ ମହାତ୍ମା ଗାନ୍ଧୀଙ୍କୁ ଆମେ ସବୁଦିନ ପାଇଁ ମନେ ରଖିବା। ଏ ଅଞ୍ଚଳର ଲୋକମାନେ ମଧ୍ୟ ସ୍ୱାଧୀନତା ଦିବସ ପାଇଁ ଅନେକ ଦାନ କରିଛନ୍ତି। ଆମର ଉତ୍କଳ ଗୌରବ ମଧୁସୂଦନ ଦାସ ଜଣେ ମଧ୍ୟ ସଂଗ୍ରାମୀ ଥିଲେ। ଆମର ଏଇ ମାଟିର କନ୍ୟା ସୁକନ୍ୟା ମା ରମାଦେବୀ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସ୍ୱାଧୀନ କରିବା ପାଇଁ ସେମାନଙ୍କର ପ୍ରଚେଷ୍ଟା ବଳରେ ଆମେ ଆଜି ଆନନ୍ଦରେ ଉତ୍ଫୁଲ୍ଲ ହେଉଛୁ ଏବଂ ଆମ ଦେଶରୁ ଗୋରା ଶାସନ ଚାଲିଗଲା। ଆମେ ସମସ୍ତେ ଆଜି ନିଜ ଗୋଡ଼ରେ ଠିଆ ହେଇଛେ। ଆମ ଦେଶର ଲୋକମାନେ ଆମେ ଥିଲା ଏବେ ମଧ୍ୟ କି ଇଂଲଣ୍ଡରେ ଆମର ଜଣେ ଭାରତୀୟ ମଧ୍ୟ ପ୍ରଧାନମନ୍ତ୍ରୀ ହେଇପାରିଥିଲେ। ତେଣୁ ଏଭଳି ଖସଡ଼ା ଏଇଠୁ ପାଠ ପଢ଼ି ଏଇଠାର ରକ୍ତରେ
ଯେଉଁମାନେ ଜର୍ଜିତ ହେଇଥିଲେ ସେମାନେ ଯାଇକିରି ଭାରତର ତଥା ପୃଥିବୀର ବିଭିନ୍ନ ଦେଶରେ ସେମାନଙ୍କର ଦକ୍ଷତା ପ୍ରତିଷ୍ଠିତ କେଜାଣେ କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ। ବନ୍ଦେ ଉତ୍କଳ ଜନନୀ। Go.